ଜୟ ଜଗନ୍ନାଥ। ମଧୁସ୍ମିତା ଭଉଣୀ ଆପଣଙ୍କ ପାଇଁ ଭିଡ଼ିଓଟା ଆପଣ ମେସେଜ୍ କରିଥିଲେ ନା ଯେ ଜଗନ୍ନାଥ ଆମର ଇଷ୍ଟଦେବ ହେଲା ପରେ ବି ଆମେ ଏତେ ଦୁଃଖ ଭୋଗୁଛୁ କାହିଁକି? ଗୋଟିଏ ଅନ୍ଧର ଉଦାହରଣ ଦେଉଛି, ହୁଏତ ସମୟ ନ ହେଇପାରେ, କିନ୍ତୁ ସବୁଦିନ ଅନ୍ଧଟିଏ ଭିକ ମାଗିଲା ବେଳେ ପ୍ରଭୁଙ୍କୁ କାନ୍ଦିଥାଏ, ଡାକିଥାଏ, ପ୍ରଭୁ ଯାହା ପ୍ରାରବ୍ଧ ମୋର ଥିଲା ତାକୁ ଦୂର କରି ମୋତେ ଆଖିଟିଏ ଦିଅନ୍ତନି। ଏମିତି ଖବର ଆସିଲା, ଜଣେ ଆଖି ଡୋନେଟ୍ କରୁଛି, ତାର ସମ୍ପର୍କୀୟ ତାକୁ ଆଖି ଦେଲେ। ତାପରେ ପ୍ରଥମରୁ ଯେଉଁ ସେ ବାଡ଼ି ଟିକେ ଆଶା କରି ତାକୁ ଛେଚି ଛେଚି ଚାଲୁଥିଲା, ଷ୍ଟ୍ରଙ୍ଗ ତାର ଆଶା ବାଡ଼ି ସିଏ ଥିଲା। ଜଗନ୍ନାଥ ଯେମିତି ଆମର ଇଷ୍ଟ, ତାର ସେ ଆଶା ବାଡ଼ି ତାର ହେଉଛି ସବୁ କିଛି ଥିଲା। ତଳେ ଛେଚୁଥିଲା, ଉପର ବେଣ୍ଟଟାକୁ ତଣ୍ଟି ଚିପିଲା ଭଳି ଧରିକିରି ଚାଲୁଥିଲା, ଆଶା କରିଥିଲା। ତେଣୁ ଆଖିଟି ପାଇଗଲା, ପ୍ରଥମ ବାଡ଼ିଟିରେ ଫୋପାଡ଼ି ଦେଇଥିଲା। ତେଣୁକରି ପ୍ରଭୁ ସେଇଠି କହିଥିଲେ, ତୋର ପ୍ରାରବ୍ଧ ଯାହା ଅଛି ତୁ ତାକୁ ନିଶ୍ଚିତ ଭୋଗିବୁ। ତୋତେ ଯେତେ ଆଖି ଦେଲେ କ'ଣ ହେବ? ଆଶା ବାଡ଼ି